ଗଜପତି ଜିଲ୍ଲା ମୁଖ୍ୟ ଡାକଘରର ଏଟିଏମ୍ ସମ୍ମୁଖରେ କୁଢ଼ କୁଢ଼ ମଇଳା। ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଡାକଘରର ଏଟିଏମ୍ ସମ୍ମୁଖରେ କୁଢ଼ କୁଢ଼ ଅଳିଆ ଗଦା ଦେଖିବାକୁ ମିଳୁଛି, ଯାହା ଫଳରେ ଏଟିଏମ୍ କାଉଣ୍ଟର ସମେତ ମୁଖ୍ୟ ଡାକଘର ଓ ତାର ଆଖପାଖ ଅଞ୍ଚଳ ଦୁର୍ଗନ୍ଧ ହେଉଛି। ଏହି ଏଟିଏମ୍ ଉପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ ନିର୍ଭର କରନ୍ତି। ଏଟିଏମ୍କୁ ଯିବା ସମ୍ମୁଖ ରାସ୍ତାରେ କୁଢ଼ କୁଢ଼ ମଇଳା ପଡ଼ିବା ଯୋଗୁଁ ଭିତରକୁ ଯିବାକୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲୋକମାନେ ମଇଳା ଉପରେ ଚାଲିକି ଗଲାବେଳେ ଗୋଡ଼ ଖସି ପଡ଼ି ଆହତ ହେଉଛନ୍ତି। ଏହାସହ ଅଳିଆ ଗଦାକୁ ଦେଖି ବିଭିନ୍ନ ଗୃହପାଳିତ ପଶୁ, ବୁଲା କୁକୁର ଓ ଅନ୍ୟାନ୍ୟ ଜୀବଜନ୍ତୁ ସେଠାକୁ ଯାଇ ଖାଇବା ସହ ବିକ୍ଷିପ୍ତ କରି ପକାଉଛନ୍ତି। ଏପରି ବିକ୍ଷିପ୍ତ କରୁଥିବା ଯୋଗୁଁ ମଇଳାଗୁଡ଼ିକ ରାସ୍ତାଘାଟ ସହ ଏଟିଏମ୍ ଭିତରେ ପଡ଼ୁଛି, ଯଦ୍ୱାରା କି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି କରୁଛି। ଏପରି ଦୃଶ୍ୟକୁ ଦେଖିଲେ ପାରଳାଖେମୁଣ୍ଡି ପୌର ପରିଷଦର ଆବର୍ଜନା ପରିଚାଳନା କାର୍ଯ୍ୟ କିପରି ଚାଲୁଛି ତାହା ସ୍ପଷ୍ଟ ଅନୁମେୟ।